ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସର ପଲିଟିକାଲ ସାଇନ୍ସର ତମର ୟୁନିଟ୍ 2ରେ ଯୋଉ ଅଛି ଭାରତର ସ୍ଥାନୀୟ ଶାସନ, ତା ଦେହରେ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ଅଛି ତମର କଣ ନା ଗ୍ରାମ ପଞ୍ଚାୟତର କଥା। ତ ଆଜି ଗ୍ରାମ ପଞ୍ଚାୟତ ବିଷୟରେ ଆମେ ପୁରା ଡିଟେଲରେ ବୁଝିବା, ଠିକ ଅଛି। ଆଉ ଗ୍ରାମ ପଞ୍ଚାୟତର ସବୁ ଜିନିଷ ଆମେ ପୁରା ଡିଟେଲରେ ବୁଝିବା, ଆଉ ତମର ଡାଉଟ୍ ରହିବନି ଗ୍ରାମ ପଞ୍ଚାୟତର। ଧ୍ୟାନ ସେ ଶୁଣିବ, କନସେପ୍ଟ ନୋଟ୍ କରିବ। ଆଉ ଏଇଟା ତମର ବୋର୍ଡ ପରୀକ୍ଷା ପାଇଁ ବହୁତ ଭାଇଟାଲ, ବହୁତ କ୍ରୁସିଆଲ, ବହୁତ ଇମ୍ପୋର୍ଟାଣ୍ଟ। ଠିକ ଅଛି, ଷ୍ଟାର୍ଟ କରିବା। ଓକେ, ଆଗେ ମନେ ରଖ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାଟା ଆସିବା ପୂର୍ବରୁ ଗ୍ରାମ ପଞ୍ଚାୟତ କଣ? ଆଚ୍ଛା, ଗ୍ରାମ ପଞ୍ଚାୟତ ବ୍ୟବସ୍ଥା ଆସିଲା କୋଉଠୁ? ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରୁ ଆସିଲା ଗ୍ରାମ ପଞ୍ଚାୟତ ବ୍ୟବସ୍ଥା। ଏଇ ଯୋଉ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାଟା, ତ୍ରିସ୍ତରୀୟ ମାନେ ତିନିଟା ସ୍ତର। ସବୁଠାରୁ ନିମ୍ନ ସ୍ତରରେ ଆସୁଛି ଗ୍ରାମ ପଞ୍ଚାୟତ, ସବୁଠାରୁ ନିମ୍ନ ସ୍ତରରେ ଆସୁଛି ଗ୍ରାମ ପଞ୍ଚାୟତ। ଆଚ୍ଛା, ଗ୍ରାମ ପଞ୍ଚାୟତ ଠାରୁ ଉପରେ ଆସୁଛି ପଞ୍ଚାୟତ ସମିତି। ଠିକ ଅଛି, ଗ୍ରାମ ପଞ୍ଚାୟତ ଠାରୁ ଉପରେ ଆସୁଛି କିଏ? ପଞ୍ଚାୟତ ସମିତି। ଆଉ ସବୁଠାରୁ ଉପରେ ଆସୁଛି ଜିଲ୍ଲା ପରିଷଦ। ଠିକ ଅଛି, ତାହେଲେ ଏଇ ତିନିଟା 1, 2, 3 ତିନିଟା ସ୍ତର ପଞ୍ଚାୟତ ରାଜ ବ୍ୟବସ୍ଥାରେ ୟାକୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା। ସର୍ବପ୍ରଥମେ ଏଇ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଭାରତରେ, ମନେ ରଖିବ ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ 1 ମାର୍କ ପାଇଁ। ଭାରତରେ 1959 ମସିହା 1959 ଅକ୍ଟୋବର 2 ତାରିଖ ଦିନ ରାଜସ୍ଥାନରେ ପ୍ରଚଳନ କରାଯାଇଥିଲା। ସର୍ବପ୍ରଥମେ ଭାରତରେ 1959 ମସିହା ଅକ୍ଟୋବର 2 ତାରିଖ ଦିନ ରାଜସ୍ଥାନରେ ପ୍ରଚଳନ କରାଯାଇଥିଲା। ଓଡ଼ିଶାରେ କେବେ ପ୍ରଚଳନ କରାଗଲା ନା ଓଡ଼ିଶାରେ ତାର 2 ବର୍ଷ ପରେ 1961 ମସିହା ଜାନୁଆରୀ 26 ତାରିଖରେ ଓଡ଼ିଶାରେ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରଚଳନ କରାଗଲା। ଠିକ ଅଛି, ତାହେଲେ ଯୋଉ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା, ସବୁଠାରୁ ଉଚ୍ଚ ସ୍ତର ଆସିବ ଜିଲ୍ଲା ପରିଷଦ, ତା ତଳେ ଆସିବ ପଞ୍ଚାୟତ ସମିତି, ସବୁଠାରୁ ନିମ୍ନ ସ୍ତର ଆସୁଛି ଆମର ଗ୍ରାମ ପଞ୍ଚାୟତ। ଆଜି ଆମେ ଗ୍ରାମ ପଞ୍ଚାୟତ ବିଷୟରେ ପଢିବା। ଠିକ ଅଛି, ଗ୍ରାମ ପଞ୍ଚାୟତ ବିଷୟରେ ମୁଁ ତୁମକୁ ଡିଟେଲରେ ପଢେ। ଠିକ ଅଛି, ଧ୍ୟାନ ସେ ସମସ୍ତେ ଦେଖ। এই ଯୋଉ ଗ୍ରାମ ପଞ୍ଚାୟତ କଥା ଆଜି ପଢିବା, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ସବୁଠାରୁ ନିମ୍ନ ସ୍ତରରେ ଗ୍ରାମ ପଞ୍ଚାୟତ ଆସୁଛି। କେତେ ଲୋକ ସଂଖ୍ୟାକୁ ନେଇକି ଗୋଟେ ଗ୍ରାମ ପଞ୍ଚାୟତ ଗଠନ କରାଯିବ? ମନେ ରଖିବ, ମିନିମମ୍ 2000, ମ୍ୟାକ୍ସିମମ୍ 10,000। ମିନିମମ୍ 2000, ମ୍ୟାକ୍ସିମମ୍ 10,000, ମାନେ 2000 ରୁ 10,000 ପର୍ଯ୍ୟନ୍ତ ଲୋକ ସଂଖ୍ୟାକୁ ନେଇକି ଗୋଟେ ଗ୍ରାମ ପଞ୍ଚାୟତ ଗଠନ କରାଯାଇଥାଏ। ଠିକ ଅଛି, ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ କେତେ ଗୁଡେ ୱାର୍ଡରେ ଭାଗ କରାଯାଇଥାଏ। ଆଚ୍ଛା, ମିନିମମ୍ ଗୋଟେ ଗ୍ରାମ ପଞ୍ଚାୟତର ୱାର୍ଡ ସଂଖ୍ୟା 11ଟା ରହିବ, ମ୍ୟାକ୍ସିମମ୍ ରହିବ 25ଟା। ମାନେ ଗୋଟେ ଗ୍ରାମ ପଞ୍ଚାୟତରେ ମିନିମମ୍ 11ଟା ୱାର୍ଡ ରହିବ, 11ରୁ କମି ପାରିବନି ୱାର୍ଡ ସଂଖ୍ୟା। ଆଉ 25ରୁ ଅଧିକ ହେବନି, ମ୍ୟାକ୍ସିମମ୍ 25ଟା ୱାର୍ଡ ରହିବ। ଠିକ ଅଛି, ତାହେଲେ ଗୋଟେ ଗ୍ରାମ ପଞ୍ଚାୟତର ୱାର୍ଡ ସଂଖ୍ୟା 11ରୁ କମିବନି, 25ରୁ ବଢିବନି। ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ ୱାର୍ଡ ମେମ୍ବର ରହିବେ। ଆଚ୍ଛା, ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ ୱାର୍ଡ ମେମ୍ବର ରହିବେ। ଠିକ, ସେ ୱାର୍ଡ ମେମ୍ବର ମାନଙ୍କୁ ବାଛିବ କିଏ, ବା ୱାର୍ଡ ମେମ୍ବର ମାନେ ନିର୍ବାଚିତ କେମିତି ହେବେ ନା ପ୍ରତ୍ୟେକ ଗ୍ରାମର ବା ପ୍ରତ୍ୟେକ ୱାର୍ଡର ଭୋଟର ମାନେ ବା ଭୋଟ ଦାତା ମାନେ ସେମାନଙ୍କ ଭିତରୁ ଜଣକୁ ୱାର୍ଡ ମେମ୍ବର ବା ୱାର୍ଡ ସଭ୍ୟ ରୂପେ ନିର୍ବାଚିତ କରିଥାନ୍ତି। ଠିକ ଅଛି, ତ ସେମାନଙ୍କ ଭିତରୁ ଜଣକୁ ୱାର୍ଡ ମେମ୍ବର ବା ୱାର୍ଡ ସଭ୍ୟ ହିସାବରେ ସିଧାସଳଖ ନିର୍ବାଚିତ କରିଥାନ୍ତି। ତ ସେ ୱାର୍ଡ ମେମ୍ବର ମାନେ ଯେତେବେଳେ ଜିତିବେ, ପ୍ରତ୍ୟେକ ୱାର୍ଡର ଜଣେ ଜଣେ ୱାର୍ଡ ମେମ୍ବର ରହିଲେ, ସେମିତି ସେମାନେ ସିଧାସଳଖ କଣ କରିବେ ନା ଗ୍ରାମ ପଞ୍ଚାୟତର ସମୁଦାୟ ଭୋଟ ଦାତାଙ୍କ ଦ୍ୱାରା ଯେମିତି ତମର ୱାର୍ଡ ମେମ୍ବର ନିର୍ବାଚିତ ହେଲେ, ସେମିତି ସରପଞ୍ଚ ମଧ୍ୟ ନିର୍ବାଚିତ ହେବେ। ଠିକ ଅଛି, ସରପଞ୍ଚ ମଧ୍ୟ ନିର୍ବାଚିତ ହେବେ। ଭାର୍ଯ୍ୟରେ ଆକ୍ଚୁଆଲି ଗରମ ହଉଛି, ମୁଁ ସେଥିପାଇଁ ମାନେ ଝାଳ ପ୍ରବଳ ବାହାରୁଛି, କ୍ଲାସ କରି ହଉନି ଗରମରେ। ଭଏସ ଯେହେତୁ ଆସିବ, ମୁଁ ଫ୍ୟାନ୍ ବନ୍ଦ କରିଦେଇଛି, ତ ଟିକେ କୋଅପରେଟ କରିବ। ମୁଁ ବି ବହୁତ ମାନେ ପରିଶ୍ରମ କରୁଛି। ଆରାମସେ ଭିଡିଓ ଦେଖିବ, ଲାଇକ୍ ଟେ କରିବ, ସାଙ୍ଗସାଥି ମାନଙ୍କୁ ସେୟାର କରିବ। ବହୁତ ଡିଟେଲ ଆଜି ବୁଝେଇଦେବି ତୁମକୁ। ଠିକ ଅଛି, ଦେଖ ଗୋଟେ ୱାର୍ଡରେ ମିନିମମ୍ 11ଟା, ଗୋଟେ ଗ୍ରାମ ପଞ୍ଚାୟତରେ ମିନିମମ୍ 11ଟା ୱାର୍ଡ ରହିବ, ମ୍ୟାକ୍ସିମମ୍ 25ଟା ୱାର୍ଡ ରହିବ। ଠିକ ଅଛି,
ପ୍ରତ୍ୟେକ ୱାର୍ଡର ଭୋଟର ମାନେ ସେମାନଙ୍କ ମଧ୍ୟରୁ ଜଣକୁ ୱାର୍ଡ ମେମ୍ବର ବା ୱାର୍ଡ ସଭ୍ୟ ହିସାବରେ ନିର୍ବାଚିତ କରନ୍ତି। ଠିକ ଅଛି। ଠିକ ସେମିତି ଗ୍ରାମ ପଞ୍ଚାୟତର ସମୁଦାୟ ଭୋଟର ମାନଙ୍କ ଦ୍ଵାରା ସେ ଗ୍ରାମ ପଞ୍ଚାୟତର ମୁଖ୍ୟ ଭାବରେ ସରପଞ୍ଚଙ୍କୁ ନିର୍ବାଚିତ କରାଯାଏ। ଏଠି ଗୋଟେ ୱାର୍ଡ ହେଲା ସରପଞ୍ଚ। ସରପଞ୍ଚ କିଏ? ସରପଞ୍ଚ ହଉଛନ୍ତି ଗ୍ରାମ ପଞ୍ଚାୟତର ମୁଖ୍ୟ, ହେଲା କି। ଗ୍ରାମ ପଞ୍ଚାୟତର ଶାସନକର୍ତ୍ତା ହଉଛନ୍ତି ସରପଞ୍ଚ। ଯେତେବେଳେ ସରପଞ୍ଚ ଅନୁପସ୍ଥିତ ଥିବେ ସରପଞ୍ଚଙ୍କ କାର୍ଯ୍ୟଭାର ତୁଲେଇବେ ନାଏବ ସରପଞ୍ଚ। ନାଏବ ସରପଞ୍ଚ କେମିତି ନିର୍ବାଚିତ ହେବେ? ନା ଏଇ ଯୋଉ ୱାର୍ଡ ମେମ୍ବର ମାନେ ରହିଲେ, ୱାର୍ଡ ମେମ୍ବର ମାନେ ସେମାନଙ୍କ ଭିତରୁ ଜଣକୁ ନାଏବ ସରପଞ୍ଚ ରୂପେ ନିର୍ବାଚିତ କରିଥାନ୍ତି, ଯିଏକି ତମର ସରପଞ୍ଚଙ୍କର ଅନୁପସ୍ଥିତିରେ ନାଏବ ସରପଞ୍ଚ ସରପଞ୍ଚଙ୍କର କାର୍ଯ୍ୟଭାର ତୁଲାଇଥାନ୍ତି। ଠିକ ଅଛି। ଆଚ୍ଛା, ଯୋଉମାନେ ନୋଟ କରିବାକୁ ଚାହୁଁଛ ନୋଟ କରିପାରିବେ। ମୁଁ ତାପରେ ଷ୍ଟାର୍ଟ କରୁଛି ଗୋଟେ ମିନିଟ ପରେ। ଆଚ୍ଛା, ସରପଞ୍ଚଙ୍କର କାର୍ଯ୍ୟକାଳ କେତେ ବର୍ଷ? ନା ମନେ ରଖିବ, ସରପଞ୍ଚ ହୁଅନ୍ତୁ, ନାୟବ ସରପଞ୍ଚ ହୁଅନ୍ତୁ କିମ୍ବା ତମର ୱାର୍ଡ ମେମ୍ବର ହୁଅନ୍ତୁ, ସମସ୍ତଙ୍କର କାର୍ଯ୍ୟକାଳ 5 ବର୍ଷ। ଗୋଟେ ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ 5 ବର୍ଷ। 5 ବର୍ଷ ପରେ ପୁଣି ଥରେ ନିର୍ବାଚନ ହବ, ପୁଣି ନୂଆ ସରପଞ୍ଚ, ନୂଆ ନାୟବ ସରପଞ୍ଚ, ନୂଆ ୱାର୍ଡ ମେମ୍ବର ସମସ୍ତେ ନିର୍ବାଚିତ ହେବେ। ଠିକ ଅଛି। ଆଚ୍ଛା, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଗୋଟେ ବ୍ୟବସ୍ଥା ଅଛି ଯେ ଗ୍ରାମ ପଞ୍ଚାୟତରେ ଯେତେବେଳେ ଗ୍ରାମ ପଞ୍ଚାୟତ ନିର୍ବାଚନ ହବ, ଗ୍ରାମ ପଞ୍ଚାୟତରେ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତିର ଲୋକମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେଇକି ରହେ, ରିଜର୍ଭେସନ ସିଟ୍ ରୁହେ। ସିଡ୍ୟୁଲ କାଷ୍ଟ ଆଉ ସିଡ୍ୟୁଲ ଟ୍ରାଇବ, ଏସସି ଏସଟି ଲୋକମାନଙ୍କ ପାଇଁ ତମର ସ୍ଥାନ ସଂରକ୍ଷିତ ହେଇକି ରଖାଯାଏ। ଏଇ ସ୍ଥାନଟା କେତେ ରହିବ? ନା ତମର ସେଟା ତମର ଜନସଂଖ୍ୟାର ଅନୁପାତ ଉପରେ ଡିପେଣ୍ଡ କରେ। ଜନସଂଖ୍ୟା କେତେ ଜନସଂଖ୍ୟା ଅଛନ୍ତି ସେଇ ଅନୁସାରେ ସିଡ୍ୟୁଲ କାଷ୍ଟ ଆଉ ସିଡ୍ୟୁଲ ଟ୍ରାଇବ ପାଇଁ କେତେ ସ୍ଥାନ ରିଜର୍ଭେସନ ହେଇକି ରହିବ। କିନ୍ତୁ ମହିଳାଙ୍କ ପାଇଁ 1/3 ଆସନ ସଂରକ୍ଷିତ ହେଇକି ରହିବାର ବ୍ୟବସ୍ଥା ରହିଛି। ମହିଳାଙ୍କ ପାଇଁ ମୋଟ ଆସନର 1/3 ମାନେ 33.33% ଫିମେଲଙ୍କ ପାଇଁ, ମହିଳାଙ୍କ ପାଇଁ ସଂରକ୍ଷିତ ହେଇକି ରହେ। ଏଇଟା ଗ୍ରାମ ପଞ୍ଚାୟତରେ। କିନ୍ତୁ ଓଡିଶାରେ 50%, ଓଡିଶାରେ ଏତିକି ନାହିଁ, ଓଡିଶାରେ 50% ତମର କଣ ହେଇଛି ନା ମହିଳାଙ୍କ ପାଇଁ ସଂରକ୍ଷିତ ହେଇକି ରହିଛି। ଫିମେଲଙ୍କ ପାଇଁ 50% ଓଡିଶାରେ ସଂରକ୍ଷିତ ହେଇକି ରହିଛି। ୟା ମାନେ କଣ? ନା ଅଧା ପୁରୁଷ ରହିଛନ୍ତି ମାନେ ଅଧା ମହିଳା ରହିବେ। ଯଦି ସରପଞ୍ଚ ତମର ମେଲ ହୁଅନ୍ତି, ନାୟବ ସରପଞ୍ଚ ଫିମେଲ ହେବେ ବାଧ୍ୟ। କାରଣ ଓଡିଶାରେ ମୋଟ ଆସନ ସଂଖ୍ୟାରୁ, ଗ୍ରାମ ପଞ୍ଚାୟତ ସଂସ୍ଥାର ମୋଟ ଆସନ ସଂଖ୍ୟାରୁ 50% ମହିଳାଙ୍କ ପାଇଁ ତମର ସଂରକ୍ଷିତ ହେଇକି ରୁହେ। ଯଦି ସରପଞ୍ଚ ପୁରୁଷ ହେଲେ, ନାୟବ ସରପଞ୍ଚ ମହିଳା ହେଲେ। ବୁଝି ହଉଛି? ଓକେ। ଗ୍ରାମ ପଞ୍ଚାୟତର ପ୍ରଶାସନିକ ଅଧିକାରୀ ହଉଛନ୍ତି ସେକ୍ରେଟାରୀ ବା ସଚିବ ବୋଲି କୁହାଯାଏ ତାଙ୍କୁ। ଓକେ। ସେ ଜଣେ ବେତନଭୋଗୀ ସରକାରୀ କର୍ମଚାରୀ, ସରକାରଙ୍କ ଠାରୁ ଦରମା ନିଅନ୍ତି ଆଉ ସେ କାର୍ଯ୍ୟ କରନ୍ତି। ସେ ଗ୍ରାମ ପଞ୍ଚାୟତର ବୈଠକର ବିବରଣୀ ଲେଖନ୍ତି, ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରନ୍ତି ଆଉ ପଞ୍ଚାୟତର ତମର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି। ବର୍ତ୍ତମାନ ଓଡିଶା ସରକାର ଏ ପଦବୀର ନାମ ପରିବର୍ତ୍ତନ କରିକି କାର୍ଯ୍ୟନିର୍ବାହୀ ଅଧିକାରୀ ବା ଏକ୍ଜିକ୍ୟୁଟିଭ ଅଫିସର ରଖିଦେଇଛନ୍ତି, ଯୋଉଟାକୁ ସିଇଓ ବୋଲି କୁହାଯାଏ, ଚିଫ ଏକ୍ଜିକ୍ୟୁଟିଭ ଅଫିସର। ସରି, ଭୁଲ କହିଲି, ସିଇଓ ନୁହେଁ, ପିଇଓ, ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ପିଇଓ। ଏବେ ତାଙ୍କର ବାହାରିବ ବି ଜବ୍ ବି ପିଇଓ ର ବାହାରିବ, ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର। ସରକାର ତାକୁ ଏବେ ଏକ୍ଜିକ୍ୟୁଟିଭ ଅଫିସର, ବୁଝିଲା କି, ଯୋଉଟାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ବୋଲି ସେ ନାଁଟା ପରିବର୍ତ୍ତନ କରି କରିଦେଇଛନ୍ତି। ତ ସରପଞ୍ଚ ଆଉ ନାୟବ ସରପଞ୍ଚଙ୍କୁ ଓଡିଶାରେ କେତେ ଟଙ୍କା ଦରମା ମିଳେ ଜାଣିଛ? 1500 ଟଙ୍କା। ସରପଞ୍ଚ ଆଉ ନାୟବ ସରପଞ୍ଚଙ୍କୁ ମାସିକ 1500 ଟଙ୍କା ତମର ମିଳେ। କାହାକୁ? ସରପଞ୍ଚକୁ 600 ଟଙ୍କା ମିଳେ, ନାୟବ ସରପଞ୍ଚ। ମନେ ରଖିବ, ସରପଞ୍ଚଙ୍କୁ 1500 ଟଙ୍କା, ନାୟବ ସରପଞ୍ଚଙ୍କୁ 600 ଟଙ୍କା ତମର ମାନଦେୟ ଆକାରରେ ସେମାନେ ପାଆନ୍ତି, ହେଲା କି, ମାସକୁ। ଆଚ୍ଛା, ଆଉ ତମର ୱାର୍ଡ ମେମ୍ବର ମାନଙ୍କୁ? ନା ୱାର୍ଡ ମେମ୍ବର ମାନଙ୍କୁ ଯେତିକି ବୈଠକ ସେମାନେ ଆଟେଣ୍ଡ କରିବେ, ମିଟିଂ ଆଟେଣ୍ଡ କରିବେ, ପ୍ରତ୍ୟେକ ବୈଠକ ପିଛା ୱାର୍ଡ ମେମ୍ବର ମାନଙ୍କୁ 240 ଟଙ୍କା ମିଳେ, ବୁଝିଲା କି। ସରପଞ୍ଚଙ୍କୁ ଏଟା ମନ୍ଥଲି ମିଳେ, ନାୟବ ସରପଞ୍ଚଙ୍କୁ ବି ମନ୍ଥଲି ମିଳେ। କିନ୍ତୁ ୟାଙ୍କୁ ଯେତେଟା ବୈଠକ ଇଏ ଆଟେଣ୍ଡ କରିବେ ୱାର୍ଡ ମେମ୍ବର ମାନେ, ବୈଠକ ପିଛା 240 ଟଙ୍କା ଲେଖାଏଁ ମିଳେ।
ଓଡ଼ିଶାରେ ଠିକ ଅଛି ଓଡ଼ିଶାରେ 240 ଟଙ୍କା ଲେଖାଏଁ ବୈଠକ ଭତ୍ତା ଏମାନେ ପାଆନ୍ତି। ଆଚ୍ଛା ବର୍ତ୍ତମାନ ଓଡ଼ିଶାରେ କେତେଟା ଗ୍ରାମ ପଞ୍ଚାୟତ ରହିଛି? 6,802। ମନେ ରଖିବ ନମ୍ବରଟା। ଓଡ଼ିଶାରେ ବର୍ତ୍ତମାନ 6,802ଟି ଗ୍ରାମ ପଞ୍ଚାୟତ ରହିଛି। ଆଚ୍ଛା ଟିକେ ଲିଭେଇ ଦିଏ, ମୁଁ ତାପରେ କହୁଛି। ଓଡ଼ିଶାରେ ବର୍ତ୍ତମାନ ଗ୍ରାମ ପଞ୍ଚାୟତ ସଂଖ୍ୟା ଓଡ଼ିଶା 6,802ଟି ଗ୍ରାମ ପଞ୍ଚାୟତ ରହିଛି। ଠିକ ଅଛି, ଓଡ଼ିଶାରେ 6,802ଟି ଗ୍ରାମ ପଞ୍ଚାୟତ ଅଛି। ଆଚ୍ଛା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟେ ଗୋଟେ ସରପଞ୍ଚ, ତାମାନେ 6,802 ଗ୍ରାମ ପଞ୍ଚାୟତରେ 6,802 ସରପଞ୍ଚ, 6,802 ତମର ନାୟକ ସରପଞ୍ଚ ଅଛନ୍ତି। ଠିକ ଅଛି, ଆଉ କେତେଟା ୱାର୍ଡ ସଭ୍ୟ ପଦ ରହିଛି ନା 92,000 ତମର 92,029 କେତିକି ୱାର୍ଡ ସଭ୍ୟ ପଦ ଅଛି ହେଲା କି 92,029ଟି ୱାର୍ଡ ସଭ୍ୟ ପଦ ତମର ଅଛି। ଓକେ, ଗ୍ରାମ ପଞ୍ଚାୟତ ହେଉଛି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ଯାହାର ରାଜନୈତିକ ସଂଗଠନ ହେଉଛି ଗ୍ରାମ ଶାସନ। ୟାର କାମ ହେଉଛି ଗ୍ରାମକୁ ଶାସନ କରିବା, ସେଥିପାଇଁ ଗ୍ରାମ ପଞ୍ଚାୟତ ଗଠନ କରାଯାଇଛି। ଆଚ୍ଛା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଆଉ ନାୟକ ସରପଞ୍ଚଙ୍କ ସହିତ ଗ୍ରାମ ପଞ୍ଚାୟତର ସମସ୍ତ ସଦସ୍ୟ କିଛି ଯୋଗ୍ୟତା ଥିଲେ ହିଁ ସେମାନେ ଇଲେକ୍ସନ ଲଢିପାରିବେ। ସେ ଯୋଗ୍ୟତା ଗୁଡାକ କଣ କଣ? ଗ୍ରାମ ପଞ୍ଚାୟତ ଲଢିବା ପାଇଁ ପ୍ରଥମ ହଉଛି ତମର ଗ୍ରାମ ପଞ୍ଚାୟତର ଯୋଉମାନେ ବି ସଭ୍ୟ, ସେ ସରପଞ୍ଚ ହୁଅନ୍ତୁ, ନାୟକ ସରପଞ୍ଚ ହୁଅନ୍ତୁ, ତମର ୱାର୍ଡ ମେମ୍ବର ହୁଅନ୍ତୁ, କିଛି ଗୋଟେ ଯୋଗ୍ୟତା ତାଙ୍କର ଥିବା ଦରକାର। ପ୍ରଥମ ଯୋଗ୍ୟତା ହଉଛି ସେ ଜଣେ ଭାରତର ନାଗରିକ ହେଇଥିବେ। ଠିକ ଅଛି, ଦ୍ୱିତୀୟ ହଉଛି ତାଙ୍କୁ ଅତି କମରେ 21 ବର୍ଷ ହେଇଥିବ। ଭାରତର ନାଗରିକ ହେଇଥିବେ, ଅତି କମରେ ତାଙ୍କୁ କେତେ ବର୍ଷ ହେଇଥିବ? 21 ବର୍ଷ ହେଇଥିବ। ଠିକ ଅଛି, ସମ୍ପୃକ୍ତ ୱାର୍ଡ ବା ଗ୍ରାମର ଭୋଟ ତାଲିକାରେ ତାଙ୍କର ନାମ ଥିବ। ସେ ଜଣେ ତାଙ୍କର ଭୋଟ ପରିଚୟ ପତ୍ର ଥିବ, ଭୋଟ ତାଲିକାରେ ତାଙ୍କର ନାମ ଥିବ। ଠିକ ଅଛି, ସେ ଜଣେ ବେତନଭୋଗୀ ସରକାରୀ କର୍ମଚାରୀ ହୋଇ ନଥିବେ। ବେତନଭୋଗୀ ମାନେ ଦରମା ପାଉଥିବେ ଗଭର୍ଣ୍ଣମେଣ୍ଟ ଠାରୁ, ଗୋଟେ ସରକାରୀ କର୍ମଚାରୀ ହୋଇନଥିବେ, ଅଥବା ସରକାରୀ ଚାକିରିରୁ ବରଖାସ୍ତ ହୋଇନଥିବେ, ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇ ନଥିବେ। ଆଉ କଣ ନା ସେ କୌଣସି ପଞ୍ଚାୟତ ସଂସ୍ଥାର କିମ୍ବା ସରକାରଙ୍କ କାର୍ଯ୍ୟ ନିମନ୍ତେ ହେଉଥିବା ଚୁକ୍ତିରେ ଆଗ୍ରହୀ ହୋଇନଥିବେ। ଆଉ ତାଙ୍କର ସବୁଠାରୁ ମେଜର ଜିନିଷ, ତାଙ୍କର 2ରୁ ଅଧିକ ସନ୍ତାନ ନଥିବେ। ମ୍ୟାକ୍ସିମମ୍ 2 ଜଣ ପିଲା ତାଙ୍କର ଥିବେ, 2ରୁ ଅଧିକ ନଥିବେ। ମ୍ୟାକ୍ସିମମ୍ ସବୁଠାରୁ ବେଶୀ 2ଟି ସନ୍ତାନ ସେ କରିପାରିବେ, ତାଠାରୁ ବେଶୀ କରିଥିଲେ ସିଏ ତମର କଣ ହେଇପାରିବେନି ନା ତମର ସରପଞ୍ଚ, ନାୟକ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର କିଛି ବି ଲଢିପାରିବେ ନାହିଁ। ଆଚ୍ଛା, ସେ ବିକୃତ ମସ୍ତିଷ୍କ ହୋଇନଥିବେ, ତାଙ୍କ ମୁଣ୍ଡ ଠିକ ଥିବ, ସାଉଣ୍ଡ ମାଇଣ୍ଡର ପର୍ସନ ହେଇଥିବେ, ଦେବାଳିଆ ହୋଇନଥିବେ। ଦେବାଳିଆ ମାନେ ପଇସା ପତ୍ର ଜମିବାଡି ସବୁ ପଳେଇବ, ଇନସଲଭେଣ୍ଟ ହେଇନଥିବେ। ଆଉ କଣ, ସେ କୌଣସି ନିର୍ବାଚନ ମାମଲାରେ ଦଣ୍ଡିତ ହୋଇନଥିବେ କିମ୍ବା ରାଜ୍ୟ ବ୍ୟବସ୍ଥାପିକା ନିର୍ବାଚନ ନିମନ୍ତେ ଅଯୋଗ୍ୟ ଘୋଷିତ ହୋଇନଥିବେ। ସେ ମୁକବଧିର ହେଇନଥିବେ, ଯକ୍ଷ୍ମା କିମ୍ବା କୁଷ୍ଠ ରୋଗ ଦ୍ୱାରା ଆକ୍ରାନ୍ତ ହେଇନଥିବେ। ତାଙ୍କର ଏକାଧିକ ଜୀବିତ ପତ୍ନୀ ବା ଜୀବିତ ସ୍ୱାମୀ ନଥିବେ। 1ରୁ ଅଧିକ ସ୍ତ୍ରୀ କିମ୍ବା 1ରୁ ଅଧିକ ସ୍ୱାମୀ ନଥିବେ, ସରପଞ୍ଚ ହୁଅନ୍ତୁ, ନାୟକ ସରପଞ୍ଚ ହୁଅନ୍ତୁ, ୱାର୍ଡ ମେମ୍ବର ହୁଅନ୍ତୁ। ସେ ମନ୍ତ୍ରୀ, ଏମଏଲଏ, ଏମପି ଏଗୁଡା କିଛି ହେଇନଥିବେ। ଗ୍ରାମ ପଞ୍ଚାୟତର ଯେତିକି ଦେୟ ସମବାୟ ସଂସ୍ଥାର ସଦସ୍ୟ ହିସାବରେ ସମସ୍ତ ଦେୟ ସେ ପରିଶୋଧ କରିଥିବେ। ଠିକ ଅଛି, ତ ସେ ଗ୍ରାମର ଜଣେ ମକଦ୍ଦମାଖୋର ବ୍ୟକ୍ତି ହୋଇନଥିବେ, ମାନେ ମାରପିଟ ଗଣ୍ଡଗୋଳରେ ତାଙ୍କ ନାଁ ଯେମିତି ଥାନାରେ କେସ୍ ନଥିବ, ମକଦ୍ଦମା ଯେମିତି ଚାଲୁ ନଥିବ। ସେ ଜଣେ ସ୍କୁଲ ଶିକ୍ଷକ ହୋଇନଥିବେ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିବ। ସ୍କୁଲ ଶିକ୍ଷକ ହେଇଥିଲେ ସିଏ ତମର ସରପଞ୍ଚ, ନାୟକ ସରପଞ୍ଚ କି ୱାର୍ଡ ମେମ୍ବର ହେଇପାରିବେ ନାହିଁ। ସେ ଜଣେ ସ୍କୁଲ ଶିକ୍ଷକ ହୋଇନଥିବେ। ଠିକ ଅଛି, ଆଚ୍ଛା, ତ କହିବା କଥା ହଉଛି ଏଗୁଡା ହେଲା ଯୋଗ୍ୟତା, ଗ୍ରାମ ପଞ୍ଚାୟତର ସଦସ୍ୟ ମାନଙ୍କର ଯୋଗ୍ୟତା। ଭିଡିଓଟି ଭଲ ଲାଗିଥିଲେ ସାଙ୍ଗସାଥି ମାନଙ୍କୁ ସେୟାର କରିବ। ମୁଁ ଆହୁରି ତମର ଭିଡିଓ ଆଣିବି ପଲିଟିକାଲ ସାଇନ୍ସ ର, ଆହୁରି ତମର ଏଜୁକେସନ ର, ଓଡିଆ ଇଂଲିଶ ସବୁଥିରେ କ୍ୱେଶ୍ଚନ ଆନ୍ସର ବି ଆମେ ପ୍ରାକ୍ଟିସ କରିବା। ମଲ୍ଟିପଲ ଚଏସ କ୍ୱେଶ୍ଚନ, 2 ମାର୍କ 3 ମାର୍କ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ନେଇ ଆସିବି। ସେଥିପାଇଁ ତମେ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କର, ସାଙ୍ଗସାଥି ମାନଙ୍କୁ ସେୟାର କର। ଥ୍ୟାଙ୍କ ୟୁ।